Guys, good morning, welcome to my new vlog. This is 8টা জলদি জলদি উঠে হইলে যে 8টা আমি ডেলি 6টায় উঠে চেষ্টা করি বাট 8টায় উঠলে কাল 7টা 6টাରେ ମୁଁ ବି ପନ୍ତ ବି ନା ତ ହସିନି କଂସା ମାଞ୍ଚୁଛ ମାଞ୍ଚିଦ ଚାଲ ଟିକେ ଦୌଡ଼ ମାଞ୍ଜି ଦଉଛି ଉଠୁ ତ ଗାଇସ୍ କଂସା ମାଂସ ଅଛି ଆମ ଗାଁରେ ଅଛି ମାଛ ଅଣ୍ଟା ହେଉଛି ମାନେ ଆପଣ ଭାବୁଥିବେ ମାଛ କଣ୍ଟା ହେଉଛି ମାନେ ଦେଖିଥିଲୁ ବାହାଘର ହେଲା ପରେ ଯୋଉ ଶ୍ରାଦ୍ଧ ଦିଆ ହୁଏଛନ୍ତି ମିଠା ପୁଡ଼ିଆ ପୁଡ଼ିଆ ଯୋଉ ସେମିତି ଆମର ଏଠି ମାନେ ମାଛ ଦେଇ ଦିଅନ୍ତି ତ ମାନେ ଦେଖାଚାଁ ବହୁତ ଦେଖାଚାଁ ଲାଇଟ୍ ଅଛି ମାନେ ନୂଆ ବନ୍ଧୁ ଯୋଉ କୁହନ୍ତି ସେଇଟା ଦେଖାଚାଁ ନୂଆ ବନ୍ଧୁ ହେଇଛି ସେଥିପାଇଁ ମାଛ ଅଣ୍ଟା ହେଇଛି ଗାଁରେ କାଟିଦେଲି କାଟି ଦେଇକି ବୋଉ ଦେଇଛି ବୋଉ ତାର ଭାଜୁଛି ଧୋଉଛି ଧୋଉଛି ଚାଲ ଧୁଆ ସରିଲାଣି ମୁଁ ଏଇନା ମାଞ୍ଜି ଦେବି ବସେଇନି ତ ସ୍କୁଲ ଯିବ ଜଲ୍ଦି କିନା ଖାଇଯିବ ସେଇଥିପାଇଁ କହିଲା ଭାଜିବୁ ତୁ ମୁଁ ଯାଉଛି ଗ୍ୟାସରେ ବସେଇକି କଢ଼ା ଯୋଉଥିରେ ଭାତ ମୁହଁ ଧୋଇନି ଦାନ୍ତ ବି ଘଷିନ ଦବାଇଆ ଲାଗୁଛି ମୁଁ ଗ୍ୟାସ୍ ବସେଇ ଦେଇଛି ନା ହଉଛି ଗ୍ୟାସ୍ ବସେଇଦେଇଛି କଢ଼ା ବସେଇ ଦେଇଛି ବହୁତ ଧୋଇକି ଆଣିବା ଭଜା ତ ଖାଲି ହବ ମାନେ ତେଲ ପକେଇ ହବ ତ ଆସିବ ଭାଜିଲା ବେଳୁ ଦେଖୁଛି ଭାଜିଯିବ ଆଉ ଏଠି ଅଛି ସେଇ ବାର ତେର ପୁଷ୍ଟ ଦେଖିଲେ ହବ ମାଛ ମାନେ ଲୋକ ଦେଖି ଗାଁରେ ଦିଆହେଉଛି ଯାହାର ଅଧିକ ଲୋକ ଫ୍ୟାମିଲି ତାଙ୍କ କରିକି ଆଉ ଯାର ଛୋଟ ତାଙ୍କୁ କମ୍ ଚାଲ କି ଜାଳ ସେଟା ଦେଇଛନ୍ତି ସେଟା ଦିଦି ଆଉ ନଉଟା ଦେବି କେତେ ସମୟ ନଉଟା ହେବ କଣ ପକା ହବ ଯାହା ଭାଜି ନେଇଯାବେ ତ ମାନେ ସବୁ ଭିଡ଼ିଓରେ ମୋର ଯାଏ ଭିଉ କେତେ 10 30 କେତେ 40 ତ ଆଜି ମାନେ ଆମ ଗାଁ ତରଙ୍ଗ ସିରିଏଲ ଆସିଲା ଯୋଉଟା କେତେ ଆପଣ ଦେଖିପାରିବେ 90 ଭିଉ ଯାଇଛି ମାନେ ମୋ ପାଇଁ ବହୁତ ଭିଉ ସେଟା ମାନେ 90 ଲୋକ ଦେଖିଛନ୍ତି ମୋ ଭିଡ଼ିଓ ଟଚ୍ କରି ଆପଣ ଜାଣିଛନ୍ତି ହସ ମାଛ 90 ଜଣ ଦେଖିଛନ୍ତି ମୋ ପାଇଁ ବହୁତ ସେଟା ତ ଗାଇସ୍ ଥରେ ମାଛ ଭାଜିକି ଆଉ ଥରେ ଭାଜି ଦୁଃଖ ବାହାର କରିସାରିଲିଣି ଆଉ ଥରେ ପକେଇଲି ଆଉ ଖାଲି ଦୁଇଟା ମୁଣ୍ଡ ରହିଲା ଭାଜିଦେଲେ ସରିଯିବ ଭାଜି ପଖାଳ ତ ଅଛି କ'ଣ ଅଛି ଡାଲି ବୋଉ ଆସିଲେ ଖାଇବ ବୋଉ ବି ଖାଇବ ବୋଉ ସ୍କୁଲ ପଳାଇବ ମୋର ଘରେ ଭାଜିଲା ରହିଗଲି ତ ଗାଇସ୍ ଆଉ କ'ଣ କହିବି ମାନେ ସବୁ ସରିଲା ଦୁଇଟା ମୁଣ୍ଡ ଖାଲି ପକେଇଛି ତ ମାନେ କ'ଣ ଫୁଟିଲା ଏଟା ମୋ ହାତରେ ଆସିକି ମୋ ଗାଲେ ତେଲ ପଡ଼ିଲା ଯେ ଟିକେ ମାନେ ଫୁଟିଲା ଭାଜିଲା ଯୋଉ ତେଲ ପଡ଼ିଲା ଲାଗେ ହେଲା ଦୁଇଟା ମୁଣ୍ଡ ଅଛି ଏତେ ଭାଜିଲି କିଛି ପଡ଼ିଲା ନା ଏଇଠି ପଡ଼ିଲା ଏଇଠି ହେଲାକୁ ଗାଲଟା ହେଇଗଲା ହାତରେ ଟିକେ ଛିଟିକିବ ତେଲ ସରିଲା ନା ଲାଷ୍ଟ ଦୁଇଟା ମୁଣ୍ଡ ଏତିକି ନାହିଁ ସରିଲା ଚାଲ ଖାଇବି ତାପରେ ସରିଲା ଡକ୍ଟର ସେଟା ଦାନ୍ତ ଅଛି ପୁଣି ଦାନ୍ତ ଘଷିଲେ ଭଲ ବୋଉ କହିଲା ସେ ମୁଣ୍ଡ ଦିନ ସେ କଢ଼ାରେ ଥାଉ କାହିଁକି ନା ସେ ତ କହିଲେ ଆଉ କିଛି ସେ ଝି ମାନେ ପୁରୁଣା ହବ ତା କାର ଥାଉ ମୁଁ କହିଲା ଛାତ ଉପରେ କବାଟ ଦିଆହେଇଛି ନା ବିଲେଇ ପଳେଇ ଆସିବ ଶହେ ରଜ ତାର ଆଉ ବୋଉ ପଚାରିଲ ଭାତ କହୁଛି ନାହିଁ ତୁ ଖାଉନୁ ବୋଲି ପଖାଳ ସେଥିପାଇଁ କଲିନି ରୁଟି କରିବା ଦେଖିବା କ'ଣ ହଉଛି ଦାନ୍ତ ଘଷିଆକେ ପଳେଇ ଆସିବା ମୁଁ ଦାନ୍ତ ଘଷି ଆସିସାରିଛି ଆସିକି କଦଳୀ ଗୋଟେ ଖାଇଲି ନା ସକାଳୁ କଦଳୀ ଅଛି ମିଳିଛି ମୁଁ କିଣି ଆଣିଥିଲି ଚଣ୍ଡିଖୋଲ ଯୋଉ ଡେଲି ଗୋଟେ ନା ସକାଳୁ ଉଠି କଦଳୀ ଖାଉଛି କଦଳୀ ଖାଇଲେ ଭଲ ସକାଳୁ ସକାଳୁ ତ ମାନେ ଭାତ ନାହିଁ ତ ବୋଉ ରୁଟି ଦଳ ତମେ ରୁଟି ମଧ୍ୟ ଦଳିନି ସେ ତାର କହିଲା କ'ଣ ଅଛି ଖାଇଦେଇ ଆଠୁ ସାଠୁ ପଳେଇବା ମୁଁ ପଛକୁ ରୁଟି ଦଳିକି ଖାଇବା ଏତେ ସକାଳୁ କିଏ ଖାଇବ 8:30 ହେଇଛି 9ଟା ବାଜିବନି ଦେଖ ଏଇଠି ବସି ଜଗନ ବସି ଖାଉଛି ଦେଖ
तुम छात को देखे डेंग जापार ना बढ़िया तुम छात देख आम छात ये नागिज पूरा पाखे आज माछ गाँव अंठाई समस्त ये माछ नहीं पखड़ा धरी ऊपर पलि जाइए चढ़ाऊ बस खरार हो टिका फोगाट जापार ना उठी जगन छात पलि तो आइली पलि भी आसली से दी हाथ गंत पाखापाखि दी हाथ पाखापाखि जगन छात नागिच आम छात को पलि आइली तो आज पुणी गोटे गाधुआ पर्यटन कल अच्छी जा तो जगह मत फोन कर अच्छी जीव ना कह हाँ जा टाइम है 11:30 है 10टा 10:30 है जगह पचार कुछ पर्यटन सी जीवन आउ दी जन पिला जी पचार जा ना तो खाई परी रुटी करी से कहला बोली मुझे खाई कहली मुझे जीवी धड़ी खाइबी से मना कर कौन देखी हूँ कदली फल खाइली तथा भात न खाइले रुटी तो खाइबी कौन कौन देखिया कौन टी हाँ बिग बनाना बोलो तलटा गली पड़िया मोबाइल डेमी नहीं सीधा ना सीधा डेमी हाड़ चुना हाँ से डेमी जदि ये पहला से डेई आड़ू आस से ना कि हमें तल बा कम केते गभीर देख हबनी पुणी रसी आसो पाया पशे सैला पाया पशे पर्यटन सारिक आम जाऊँ बोल गोटे पहला मैंने गाइस कौन कहे जो येटा गला कौन ट्रैक्टर गला पोल हल्ला पोलटा हल्ले जोर हल्ला हल्का कि बोलर गला बोलर हाल्का हल्ला फटो उठा फटो उठे टाया तो आसे ना जाऊ जाऊ से टाया कौन चलाऊला गोटे कि साप कांड कौन गोटे बोड़ा फटा कौन जना पड़ा तो टायर चढ़ा देला ये पड़ी छटपट है से कड़े सांगे सांगे आड़ पलैला बुधा आड़ कड़े पड़ा बिल भर कौट पशिगला छोट छुआटा ना हटात किना पशिगला कौन सी देख ए हाँ यही बण भर पशला बोधे चढ़े देलु से छटपट है मुझे देखी छटपट मैंने नागुड़ हल ये चुना पड़ेगा घर पहुँच सारी तो जो बुट्टू जी की सी फोन कर मत पूछे राति की अच्छी आम ये पाख गाँव मैंने 15-20 मिनट लगे परिश्रम से पुणी को जापाई हाँ पुणी आज सन्ध्या राति जा 4:30 पाखापाखि होगा आसवे बुढ़ा धोई जा तो ऐसे ना परिश्रम आस सारे टाइम आसना बजला 12टा तो आस सारे अधघंटे है 11:30 आइली तो बसी मैंने गोड़ा धोई आस रेस्ट कर भिडियो कली तो आसिलु पाखे जी 10 मिनट लगे पहुँचे घरे सैला आसिलु घरे 8:30 बो आसला शो पड़ा तर कबाट आसी बाड़ेली आज ब्लॉग ये एंड कर तो लाइक करे सब्सक्राइब करे जमा भूलिए नहीं बाय बाय थैंक्स फॉर वाचिंग।